ବନ୍ଧୁମାନେ, ଏହି ଗୁରୁତ୍ୱପୂର୍ଣ୍ଣ କଥାଗୁଡ଼ିକୁ ଟିକେ ସମୟ ବାହାର କରି ଥରେ ଶୁଣନ୍ତୁ। ସ୍ତ୍ରୀ କେଉଁଦିନ ଚୁଡ଼ି ପିନ୍ଧିଲେ ସ୍ୱାମୀଙ୍କ ଆୟୁଷ କମିଯାଏ? ଥରେ ମା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କୁ ସାକ୍ଷାତ କରିବା ପାଇଁ ଗଲେ ଏବଂ ପ୍ରଭୁଙ୍କ ପାଖରେ ପହଞ୍ଚି କହିଲେ, ପ୍ରଭୁ, ମୁଁ ଯେତେବେଳେ ଆପଣଙ୍କୁ ସାକ୍ଷାତ କରିବା ପାଇଁ ଆସୁଥିଲି, ଆସିବା ବାଟରେ ମୋର ନଜର ମୃତ୍ୟୁଲୋକ ଉପରେ ପଡ଼ିଲା। ମୁଁ ଦେଖିଲି କି କିଛି ସଧବା ସ୍ତ୍ରୀମାନେ ନିଜ ଭିତରେ ଚର୍ଚ୍ଚା କରୁଥିଲେ କି ସ୍ତ୍ରୀର ଗୋଟିଏ ଜିନିଷ ଛୁଇଁଦେଲେ ତାର ଭାଗ୍ୟ ବଦଳିଯିବ ଏବଂ ସ୍ତ୍ରୀ ଯଦି ଏହି ଦିନ ଚୁଡ଼ି ପିନ୍ଧିବ ତାର ସ୍ୱାମୀର ଆୟୁଷ କମିଯିବ। ସ୍ୱାମୀ, ମୁଁ ଯେତେବେଳଠୁ ସେହି ଚର୍ଚ୍ଚା ଶୁଣିଲି ମୋ ମନ ବିଚଳିତ ହେଉଛି। ସେଥିପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି କି ଆପଣ ମୋର ଏହି ଦୁଇଟି ପ୍ରଶ୍ନର ଉତ୍ତର ଦେଇ ମୋର ମନକୁ ଶାନ୍ତ କରନ୍ତୁ। ଭଗବାନ ବିଷ୍ଣୁ କହିଲେ, ହେ ଦେବୀ, ମୁଁ ତୁମର ଦୁଇଟି ପ୍ରଶ୍ନର ଉତ୍ତର ଏକ ଛୋଟ କାହାଣୀ ମାଧ୍ୟମରେ ଦେବି। କିନ୍ତୁ ମୋର ଗୋଟିଏ ସର୍ତ୍ତ ଅଛି କି କାହାଣୀ ଶୁଣିଲା ବେଳେ ତୁମେ କାହାଣୀଟିକୁ ମନ ଦେଇ ଶୁଣିବ, କାରଣ ଅଧା ଅଧୁରା ଜ୍ଞାନ ଶୁଣିଲେ ଅଧା ଅଧୁରା ଜ୍ଞାନ ପ୍ରାପ୍ତି ହେବ, ଯେଉଁ ଜ୍ଞାନ କୌଣସି କାମରେ ଆସିବ ନାହିଁ। ଭଗବାନ ବିଷ୍ଣୁଙ୍କ କଥା ଶୁଣି ମା ଲକ୍ଷ୍ମୀ କହିଲେ, ଠିକ୍ ଅଛି ସ୍ୱାମୀ, ମୁଁ ଆପଣଙ୍କୁ କଥା ଦେଉଛି କି କାହାଣୀଟି ସରିବା ପର୍ଯ୍ୟନ୍ତ ମୁଁ କାହାଣୀଟିକୁ ମନ ଦେଇ ନିଶ୍ଚୟ ଶୁଣିବି। ଏଥର କାହାଣୀ କହିବା ଆରମ୍ଭ କରନ୍ତୁ। ଭଗବାନ ବିଷ୍ଣୁ କହିଲେ, ଗୋଟିଏ ନଗରୀରେ ଜଣେ ସାହୁକାର ରହୁଥିଲେ। ସେ ବହୁତ ଧନବାନ ଥିଲେ। ତାଙ୍କ ପାଖରେ ସବୁ କିଛି ଥିଲା। ଭଲ ବ୍ୟବସାୟ ଓ ରହିବା ପାଇଁ ବଡ଼ ଘର ବି ଥିଲା ଏବଂ ସମସ୍ତଙ୍କର ବିବାହ ସରିଯାଇଥିଲା। ସାହୁକାରଙ୍କ 3 ବୋହୂ ଥିଲେ ଓ ସେମାନଙ୍କର ସ୍ୱଭାବ ମଧ୍ୟ ବହୁତ ଭଲ ଥିଲା। ବୋହୂମାନେ ଶାଶୁ ଶ୍ୱଶୁରଙ୍କ ସ୍ୱାମୀଙ୍କର ବହୁତ ସେବା ଯତ୍ନ କରୁଥିଲେ। ସେଥିପାଇଁ ଘରେ ସର୍ବଦା ସୁଖ ଶାନ୍ତିର ବାତାବରଣ ରହୁଥିଲା। କିନ୍ତୁ ସାହୁକାରଙ୍କର ବଡ଼ ପୁଅର ସ୍ୱଭାବ ଆଦୌ ଭଲ ନଥିଲା। ତେଣୁ ସାହୁକାରଙ୍କ ବଡ଼ ପୁଅର ସହିତ ବାପା ମା ଭଲ ପଡ଼ୁନଥିଲେ। ତେଣୁ ସାହୁକାର ତାଙ୍କର ଧନ ସମ୍ପତ୍ତିକୁ ବଡ଼ ପୁଅକୁ ଦେଲେ ନାହିଁ, ବରଂ 2 ପୁଅ ଓ 3 ବୋହୂଙ୍କ ମଧ୍ୟରେ ବାଣ୍ଟି ଦେଲେ। ଏହି କାରଣରୁ ବଡ଼ ପୁଅର ଆର୍ଥିକ ଅବସ୍ଥା ଭଲ ରହିଲା ନାହିଁ। ଭଗବାନ ବିଷ୍ଣୁ କହିଲେ, ହେ ଦେବୀ, ସାହୁକାର ସବୁବେଳେ ନିଜ ମନ ଭିତରେ ଚିନ୍ତା କରୁଥିଲେ କି ଭଗବାନ ମୋତେ ସବୁ କିଛି ଦେଲେ କିନ୍ତୁ ଗୋଟିଏ ଝିଅ ଦେଲେ ନାହିଁ। ଯଦି ମୋର ଗୋଟିଏ ଝିଅ ଥାଆନ୍ତା ତେବେ ମୁଁ ମନର କଥା ସବୁ କହିଥାନ୍ତି, ତାକୁ ବହୁତ ସ୍ନେହ ଶ୍ରଦ୍ଧା କରିଥାନ୍ତି। ସାହୁକାର ନିଜ ପତ୍ନୀଙ୍କ ସହିତ ଜୀବନ ଅତିବାହିତ କରୁଥିଲେ, କିନ୍ତୁ କନ୍ୟା ସନ୍ତାନ ନଥିବା କାରଣରୁ ମନ ଭିତରେ ବହୁତ ଦୁଃଖ ଅନୁଭବ କରୁଥିଲେ। ସାହୁକାର ସଦାବେଳେ ନିଜ ଘର ପାଖରେ ଥିବା ମନ୍ଦିରକୁ ଯାଉଥିଲେ ରାଧାରାଣୀଙ୍କ ଦର୍ଶନ କରିବା ପାଇଁ। ଗୋଟିଏ ଦିନ ଯେତେବେଳେ ସାହୁକାର ରାଧାରାଣୀଙ୍କ ଦର୍ଶନ କରିବା ପାଇଁ ଗଲେ, ସେତେବେଳେ ସେହି ମନ୍ଦିରରେ ଜଣେ ସାଧୁଙ୍କୁ ଦେଖିଲେ। ସାହୁକାରଙ୍କୁ ଦୁଃଖୀ ଦେଖି ସାଧୁ ପଚାରିଲା, ତୁମେ କାହିଁକି ଦୁଃଖୀ ଅଛ? ସାହୁକାର କହିଲେ, ମୋର ଗୋଟିଏ ଝିଅ ନାହିଁ ବୋଲି ମୁଁ ସର୍ବଦା ଦୁଃଖୀ ରହୁଛି। ସାଧୁ ସ୍ମିତହାସ୍ୟ ହୋଇ କହିଲେ, ଯଦି ଜୀବନରେ କାହାର ଅଭାବ ଅଛି ତେବେ ସେହି ଜାଗାରେ ଭଗବାନଙ୍କୁ ବସେଇ ଦିଅ। ସାହୁକାର କହିଲେ, ମୋର କେହି ଝିଅ ନାହାନ୍ତି, ତେବେ ମୋର କ'ଣ କରିବା ଉଚିତ? ସାଧୁ କହିଲେ, ତୁମେ ରାଧାରାଣୀଙ୍କୁ ନିଜର ଝିଅ ମାନି ନିଅ। ସାଧୁ ମହାରାଜାଙ୍କର କଥା ଶୁଣି ସାହୁକାରଙ୍କ ଦିନ ସାରା ରାଧାରାଣୀଙ୍କର ଏକ ବଡ଼ ଚିତ୍ର ଆଙ୍କିଲେ ଏବଂ ଘର ଲଗାଇ ଦେଲେ। ସେବେଠାରୁ ସାହୁକାରଙ୍କ ପୂରା ଜୀବନ ବଦଳିଗଲା। ସେ ଉଠିଲେ, ବସିଲେ, ଶୋଇଲେ, ଜାଗିଲେ ରାଧାରାଣୀଙ୍କୁ ନିଜର ଝିଅ ଭାବି ତା ସହିତ କଥାବାର୍ତ୍ତା ହେବାକୁ ଲାଗିଲେ। ସାହୁକାର ନିଜର ଝିଅ ରାଧାରାଣୀଙ୍କୁ ନିଜର ମନ କଥା କହି ଖୁସି ଅନୁଭବ କରିବା ପାଇଁ ଲାଗିଲେ। ଏହିପରି ଭାବରେ ସାହୁକାରଙ୍କର ରାଧାରାଣୀଙ୍କ ପାଖରେ ଏମିତି ମନ ଲାଗିଗଲା ଯେ ସେ ଯେତେବେଳେ ଦୋକାନକୁ ଯାଉଥିଲେ ରାଧାରାଣୀଙ୍କୁ ଭୋଗ ଲଗେଇ ପ୍ରସାଦ ପାଇ ଯାଉଥିଲେ ଏବଂ ସନ୍ଧ୍ୟାବେଳକୁ ରାଧାରାଣୀଙ୍କୁ ପ୍ରଣାମ କରି ତାଙ୍କ ସହିତ କଥାବାର୍ତ୍ତା କରୁଥିଲେ ଏବଂ ଭୋଗ ଲଗାଇ ତାର ପ୍ରସାଦ ଗ୍ରହଣ କରୁଥିଲେ। ସାହୁକାର ଯେବେଠାରୁ ରାଧାରାଣୀଙ୍କୁ ନିଜର ଝିଅ ଭାବରେ ସ୍ୱୀକାର କରିଥିଲେ, ସେବେଠାରୁ ସେ ଖୁସିର ଜୀବନ ଅତିବାହିତ କରୁଥିଲେ।
ଯେତେବେଳେ କିଏ ପଚାରୁଥିଲା ତୁମର କେତୋଟି ପିଲା, ସାହୁକାର କହୁଥିଲେ ମୋର 3 ପୁଅ, 3 ବୋହୂ ଓ ଗୋଟିଏ ଝିଅ। ଭଗବାନ ବିଷ୍ଣୁ କହିଲେ, ଦେବୀ, ଗୋଟିଏ ଦିନ ସାହୁକାରଙ୍କ ଘରକୁ ଚୁଡ଼ି ପିନ୍ଧାଳି ମନୋହରିଆନ୍ ଆସିଲା। କିନ୍ତୁ ରାଧାରାଣୀ ଚିନ୍ତା କରିଲେ, ଆଜି ତ ଠିକ୍ ଦିନ ନୁହେଁ। ଆଜିର ଦିନରେ ଚୁଡ଼ି ପିନ୍ଧିବା ଶୁଭ ନୁହେଁ। ରାଧାରାଣୀ ନିଜ ମାୟାରେ ଚୁଡ଼ିର ରଙ୍ଗ ଖରାପ କରିଦେଲେ। ସେଥିପାଇଁ ସାହୁକାରଙ୍କ ବୋହୂମାନେ ଚୁଡ଼ି ନ ପିନ୍ଧି ମନୋହରିଙ୍କୁ ଫେରାଇ ଦେଲେ। ତାପରେ ମନୋହରିଆନ୍ ଘରକୁ ଗଲା ପରେ ଚୁଡ଼ିର ରଙ୍ଗ ସୁନ୍ଦର ହୋଇଯାଇଥିଲା। ତାପରେ ମନୋହରିଆନ୍ ଚୁଡ଼ିକୁ ନେଇ ସାହୁକାରଙ୍କ ଘରକୁ ଆସିଲା। ଏଥର ସାହୁକାରଙ୍କ 3 ବୋହୂ ଚୁଡ଼ି ପିନ୍ଧିଲେ ଓ ସ୍ୱୟଂ ରାଧାରାଣୀ ଚୁଡ଼ି ପିନ୍ଧିବା ପାଇଁ ପ୍ରକଟ ହେଲେ। ଯେତେବେଳେ ମନୋହରିଆନ୍ ରାଧାରାଣୀଙ୍କ ସ୍ୱରୂପ ଦେଖିଲା, ସେ ପୂରାପୂରି ସ୍ତବ୍ଧ ହୋଇଗଲା। ରାଧାରାଣୀ ମନୋହରିଙ୍କୁ କହିଲେ, ମୋତେ ବି ଚୁଡ଼ି ପିନ୍ଧାଅ। ରାଧାରାଣୀଙ୍କ ପାଟି ଶୁଣି ମନୋହରିଆନ୍ ଭାବୁଛି କି ବୋଧହୁଏ ସାହୁକାରଙ୍କ ଘରକୁ କେହି ଅତିଥି ଆସିଛନ୍ତି। କାହିଁକି ନା ସେ ଯେତେବେଳେ ସାହୁକାରଙ୍କ ଘରକୁ ଚୁଡ଼ି ପିନ୍ଧାଇବା ପାଇଁ ଆସେ, ସେତେବେଳେ ସାହୁକାରଙ୍କର 3 ବୋହୂ ଚୁଡ଼ି ପିନ୍ଧିବା ପାଇଁ ଆସନ୍ତି। ମନୋହରିଆନ୍ ଏମିତି ସବୁ ଚିନ୍ତା କରି କରି ରାଧାରାଣୀଙ୍କୁ ଚୁଡ଼ି ପିନ୍ଧାଇ ଦେଲେ ଏବଂ ରାଧାରାଣୀ ଚୁଡ଼ି ପିନ୍ଧି ସାରିବା ପରେ ଏକ ଓଟ ଉପରେ ବସି ଅନ୍ତର୍ଦ୍ଧାନ ହୋଇଗଲେ। ସମସ୍ତଙ୍କୁ ଚୁଡ଼ି ପିନ୍ଧାଇ ସାରିବା ପରେ ମନୋହରିଆନ୍ ତାର ପ୍ରାପ୍ୟ ନେବା ପାଇଁ ସାହୁକାରଙ୍କ ଦୋକାନକୁ ଗଲା। ମନୋହରିଆନ୍ କହିଲା, ଘରକୁ ଚୁଡ଼ି ପିନ୍ଧାଇବା ପାଇଁ ଯାଇଥିଲି, 3 ବୋହୂକୁ ଚୁଡ଼ି ପିନ୍ଧାଇ ଆସିଲି। ତାପରେ ସାହୁକାର ମନୋହରିଆନ୍ଙ୍କୁ ସବୁବେଳେ ଯେତିକି ଟଙ୍କା ଦେଉଥିଲେ ସେତିକି ଟଙ୍କା ଦେଲେ। କିନ୍ତୁ ମନୋହରିଆନ୍ କହିଲା, ଆଜ୍ଞା, ମୁଁ ଆଜି 3 ଜଣଙ୍କ ନୁହେଁ 4 ଜଣଙ୍କୁ ଚୁଡ଼ି ପିନ୍ଧାଇଛି, ତେଣୁ ମୋତେ ଅଧିକ ଟଙ୍କା ଦିଅନ୍ତୁ। ମନୋହରିଆନ୍ କଥା ଶୁଣି ସାହୁକାର କହିଲେ, ମୋ ଘରେ ତ 3 ବୋହୂ ଅଛନ୍ତି, ତୁମେ 4 ଜଣଙ୍କୁ ଚୁଡ଼ି କିପରି ପିନ୍ଧାଇଲ? ମନୋହରିଆନ୍ କହିଲା, ଆଜ୍ଞା, ମୁଁ କେବଳ ଏତିକି ଜାଣିଛି, ମୁଁ ଆପଣଙ୍କ ଘରେ 4 ଜଣଙ୍କୁ ଚୁଡ଼ି ପିନ୍ଧାଇଛି। ସାହୁକାର କହିଲେ, ଠିକ୍ ଅଛି, ତୁମେ ଏବେ 3 ଜଣଙ୍କ ପଇସା ନିଅ। ମୁଁ ଘରକୁ ଯାଇ ବୁଝିଲା ପରେ ଯେ ଆଉ କାହାକୁ ଚୁଡ଼ି ପିନ୍ଧାଇଛ, ତାପରେ ପଇସା ଦେବି। ମନୋହରିଆନ୍ କହିଲା, ଠିକ୍ ଅଛି ଆଜ୍ଞା, ଆପଣ ଯାଇ ପ୍ରଥମେ ବୁଝି ଆସନ୍ତୁ, ତାପରେ ପଇସା ଦେବେ, କହି ସେଠାରୁ ଚାଲିଗଲା। ସନ୍ଧ୍ୟାରେ ଯେତେବେଳେ ସାହୁକାର ଘରକୁ ଆସିଲେ, ସାହୁକାର ମନୋହରିଆନ୍ କଥା ଘରେ ପଚାରିଲେ। ବୋହୂମାନେ କହିଲେ, ଆମେ 3 ଜଣ ହିଁ ଚୁଡ଼ି ପିନ୍ଧିଛୁ। ସାହୁକାର କହିଲେ, ମୁଁ ସେଇ କଥା ମନୋହରିଆନ୍ଙ୍କୁ ସେତେବେଳଠୁ ବୁଝାଉଛି, କିନ୍ତୁ ମନୋହରିଆନ୍ କହୁଛି, ତୁମ ଘରେ 4ର୍ଥ ଲୋକଙ୍କୁ ଚୁଡ଼ି ପିନ୍ଧାଇଛି। ବୋହୂମାନେ କହିଲେ, ଏଇ 4ର୍ଥ ଲୋକ କିଏ? ସାହୁକାର କହିଲେ, ମୁଁ କିଛି ବୁଝିପାରୁନି, କହି ନିଜ କାର୍ଯ୍ୟରେ ଲାଗି ପଡ଼ିଲେ। ସାହୁକାର ରାଧା ରାଧା ଜପି ରାଧାରାଣୀଙ୍କୁ ଭୋଗ ଲଗାଇ ରାତ୍ରିରେ ଶୋଇ ପଡ଼ିଲେ। ଯେତେବେଳେ ତାଙ୍କ ନିଦ ଭାଙ୍ଗିଗଲା, ତାଙ୍କ ସ୍ୱପ୍ନରେ ରାଧାରାଣୀ ପ୍ରକଟ ହେଲେ ଓ ରାଧାରାଣୀଙ୍କର ଆଖିରେ ଅଶ୍ରୁ ଥିଲା। ସାହୁକାର ପଚାରିଲେ, ଝିଅ, ତୁମେ ଉଦାସ କାହିଁକି ଅଛ? ଶ୍ରୀ ରାଧାରାଣୀ କହିଲେ, ଆପଣ ମୋତେ ଝିଅ କରିଲେ, କିନ୍ତୁ ଆପଣ ମୋ କଥା ସମ୍ପୂର୍ଣ୍ଣ ଭୁଲିଗଲେ, ସେଥିପାଇଁ ମୁଁ ବହୁତ ଦୁଃଖୀ। ଏହି କଥା ଶୁଣି ସାହୁକାର ସ୍ୱପ୍ନରେ କାନ୍ଦି କାନ୍ଦି କହିଲେ, ଝିଅ, ମୋତେ କ୍ଷମା କରିଦେ, ମୋର ଭୁଲ ହୋଇଯାଇଛି। କହି ସାହୁକାର ତୁରନ୍ତ ଉଠି ଠିଆ ହୋଇ ପଡ଼ିଲେ। ତାଙ୍କର ଆଖିରୁ ଅଶ୍ରୁ ଧାର ଧାର ହୋଇ ବହି ଚାଲିଗଲା। ସାହୁକାର ସିନ୍ଦୁକରୁ ପଇସା ବାହାର କରି ମନୋହରିଆନ୍ ଘରୁ ଆଡ଼କୁ ଆଗେଇ ଚାଲିଲେ। ସାହୁକାର ମନୋହରିଆନ୍ ଘର ପାଖରେ ଠିଆ ହୋଇ କବାଟ ବାଡ଼େଇଲେ। ଯେତେବେଳେ ମନୋହରିଆନ୍ କବାଟ ଖୋଲିଲା, ସେ ଦେଖିଲା ସାହୁକାର ଠିଆ ହୋଇଛନ୍ତି ଏବଂ ତାଙ୍କ ଆଖିରୁ ଅଶ୍ରୁ ଧାର ଧାର ହୋଇ ବହୁଛି। ସାହୁକାର ମନୋହରିଆନ୍ଙ୍କୁ କହିଲେ, ତୁମ ଭଳି ବଡ଼ ଭାଗ୍ୟ କାହାର ନାହିଁ, ତୁମେ ବହୁତ ଭାଗ୍ୟବାନ। ମନୋହରିଆନ୍ କହିଲା, ଆଜ୍ଞା, କ'ଣ ହେଲା, ଏମିତି କାହିଁକି କହୁଛନ୍ତି? ସାହୁକାର କହିଲେ, ମୁଁ ରାଧାରାଣୀଙ୍କୁ ମୋ ଝିଅ କରିଛି, କିନ୍ତୁ ମୁଁ ତାଙ୍କୁ କେବେ ମୋ ଆଖିରେ ଦେଖିନଥିଲି। କିନ୍ତୁ ତୁମେ ଆଜି ତୁମ ହାତରେ ତାଙ୍କୁ ଚୁଡ଼ି ପିନ୍ଧାଇଛ। ତୁମଠାରୁ ଭାଗ୍ୟଶାଳୀ ଆଉ କେହି ବି ନାହାନ୍ତି।
ମୁଁ ତୁମକୁ ମୋ ଝିଅ ପିନ୍ଧିଥିବା ଚୁଡ଼ିର ପଇସା ଦେବାକୁ ଆସିଛି। ଏହା କହି ସାହୁକାର ଆଣିଥିବା ମୁଦ୍ରାଥଳିକୁ ତାଙ୍କ ହାତରେ ଧରାଇ ଦେଲେ। ଆଉ କହିଲେ, ଯାହା ନେବାର ଅଛି ଏଥିରୁ ନେଇଯା। ଯେତେବେଳେ ମନୋହରନ୍ ଜାଣିଲା ସ୍ୱୟଂ ରାଧାରାଣୀ ତା ହାତରୁ ଚୁଡ଼ି ପିନ୍ଧିବା ପାଇଁ ଆସିଥିଲେ, ତା ଆଖିରୁ ଅଶ୍ରୁର ଧାର ବୋହିବା ପାଇଁ ଲାଗିଲା। ମନୋହରନ୍ କହିଲା, ସାହୁକାର ଆଜ୍ଞା, ରାଧାରାଣୀକୁ ଚୁଡ଼ି ପିନ୍ଧାଇବା ପଇସା ମୁଁ କିପରି ଆପଣଙ୍କ ଠାରୁ ନେବି ପାରିବି? ମନୋହରନ୍ କହିଲା, ଏମିତି ସୌଭାଗ୍ୟ କାହାକୁ ମିଳିପାରିବ ଯାହା ମୋତେ ମିଳିଥିଲା? ମୁଁ ନିଜ ହାତରେ ରାଧାରାଣୀକୁ ଚୁଡ଼ି ପିନ୍ଧାଇଛି। ମୁଁ ଆପଣଙ୍କ ଠାରୁ ପଇସା ନେଇପାରିବି ନାହିଁ। ଭଗବାନ ବିଷ୍ଣୁ କହିଲେ, ହେ ଦେବୀ। ସାହୁକାର କିନ୍ତୁ ମନୋହରର କୌଣସି କଥା ନ ଶୁଣି ମୁଦ୍ରାଥଳିକୁ ତା ଘରେ ରଖିଦେଇ ଚାଲି ଆସିଲା ନିଜ ଘରକୁ। ତାପରେ ନିଜ ସ୍ତ୍ରୀକୁ ଧରି ଚାଲି ଚାଲି ଗଲେ ରାଧାରାଣୀଙ୍କ ମନ୍ଦିରକୁ। ସେହିଦିନ ଠାରୁ ସାହୁକାର ନିଜର ସବୁ କିଛି ତ୍ୟାଗ କରି ସନ୍ନ୍ୟାସୀ ହୋଇଗଲେ ଓ ନିଜର ଶେଷ ଜୀବନକୁ ଶ୍ରୀ ରାଧାରାଣୀଙ୍କର ଭକ୍ତିରେ ତାଙ୍କ ମନ୍ଦିରରେ କାଟିଦେଲେ। ସାହୁକାର ଓ ତାଙ୍କର ପତ୍ନୀ ରାଧାରାଣୀଙ୍କର ଭକ୍ତିରେ ହଜିଗଲେ। ଏପଟେ ରାଧାରାଣୀ ସାହୁକାରଙ୍କ ବଡ଼ ପୁଅକୁ ଆସି କହିଲେ, ତୁମେ ନିଜର ମାର ସେବା କରୁନାହଁ, ସେଥିପାଇଁ ତୁମର ଏହିଭଳି ସ୍ଥିତି ହୋଇଛି। ତୁମେ ଆଜିଠାରୁ ନିଜ ମାର ପାଦ ଛୁଇଁବା ଆରମ୍ଭ କର। ରାତାରାତି ତୁମର କିଭଳି ଭାଗ୍ୟ ବଦଳିଯିବ ଦେଖିବ। ଏହିଭଳି ଭାବରେ ସାହୁକାରର ବଡ଼ ପୁଅ ପ୍ରତିଦିନ ତାର ମାର ପାଦ ଛୁଇଁବା ପାଇଁ ଲାଗିଲା ଏବଂ ଧୀରେ ଧୀରେ ସେ ବଡ଼ ଲୋକ ହୋଇଗଲା ଏବଂ ଧନ ସମ୍ପତ୍ତିର ତାର କୌଣସି ଅଭାବ ରହିଲା ନାହିଁ। ଭଗବାନ ବିଷ୍ଣୁ କହିଲେ, ହେ ଦେବୀ, ତୁମର ପ୍ରଥମ ପ୍ରଶ୍ନର ଉତ୍ତର ଏବେ ଶୁଣ। ତୁମର ପ୍ରଥମ ପ୍ରଶ୍ନର ଥିଲା, ସ୍ତ୍ରୀଙ୍କୁ ନ ପଚାରି ତାର କେଉଁ ଜିନିଷ ଛୁଇଁଦେଲେ ରାତାରାତି ଭାଗ୍ୟ ବଦଳିଯାଏ। ଏହି କଥାଟିକୁ ଭଲରେ ବୁଝ ଦେବୀ। ଯେଉଁ ମଣିଷ ସାହୁକାରର ବଡ଼ ପରି ନିଜର ମାର ପାଦ ଛୁଇଁ ସେବା କରିବ ଏବଂ ମାର ଚରଣାମୃତ ପାନ କରିବ, ସେ ଲୋକର ଶୋଇ ରହିଥିବା ଭାଗ୍ୟ ରାତାରାତି ଚମକିଯିବ। ସେ ଗୋଟିଏ ଦିନ ବହୁତ ବଡ଼ ଲୋକ ନିଶ୍ଚୟ ହେବ। ଭଗବାନ ବିଷ୍ଣୁ କହିଲେ, ତୁମର ଦ୍ୱିତୀୟ ପ୍ରଶ୍ନର ଉତ୍ତର ଏବେ ଶୁଣ। ସ୍ତ୍ରୀ କେଉଁଦିନ ଚୁଡ଼ି ପିନ୍ଧିଲେ ତାର ସ୍ୱାମୀର ଆୟୁଷ କମିଯାଏ। ଯେଉଁଦିନ ମନୋହରନ୍ ସାହୁକାରଙ୍କ ତିନି ବୋହୂଙ୍କ ଚୁଡ଼ି ପିନ୍ଧାଇବା ପାଇଁ ଆସିଥିଲା, ସେହିଦିନ ରାଧାରାଣୀ ଦେଖିଲେ କି ମଙ୍ଗଳବାର ଥିଲା। ସେଥିପାଇଁ ରାଧାରାଣୀ ତାଙ୍କ ମାୟାରେ ଚୁଡ଼ିରେ ରଙ୍ଗ କଳା କରିଦେଲେ, ଯେଉଁଥିପାଇଁ ସାହୁକାରଙ୍କ ବୋହୂମାନଙ୍କୁ ଚୁଡ଼ିର ରଙ୍ଗ ପସନ୍ଦ ହେଲାନି। 2 ଦିନ ପରେ ମନୋହରନ୍ ଶୁକ୍ରବାର ଦିନ ଚୁଡ଼ି ନେଇ ଆସିଲା। ରାଧାରାଣୀଙ୍କ କୃପାରୁ ଚୁଡ଼ିର ରଙ୍ଗ ପୁଣି ଆଉଥରେ ସୁନ୍ଦର ହୋଇଗଲା। ସେଦିନ ସାହୁକାରଙ୍କର 3 ବୋହୂ ଓ ରାଧାରାଣୀ ଚୁଡ଼ି ପିନ୍ଧିଲେ। ଏହିପରି ଭାବରେ ସବୁଦିନ ସଚେତନ ରହିବା ପାଇଁ ରାଧାରାଣୀ ସାହୁକାରଙ୍କ ବଡ଼ ପୁଅ ପରି 3 ବୋହୂଙ୍କୁ ସ୍ୱପ୍ନରେ ଆସି ଚୁଡ଼ିର ମହତ୍ତ୍ୱ ବିଷୟରେ କହିଲେ। କିନ୍ତୁ ସବୁ ସଧବା ସ୍ତ୍ରୀମାନେ ଚୁଡ଼ି ପିନ୍ଧିବା ପୂର୍ବରୁ ଏହି କଥା ଉପରେ ଗୁରୁତ୍ୱ ଦେବା ଦରକାର। ସଧବା ସ୍ତ୍ରୀମାନେ ସଦାବେଳେ 21ଟି ଚୁଡ଼ି ପିନ୍ଧିବା ଦରକାର। ନୂଆ ଚୁଡ଼ି ସର୍ବଦା ସକାଳେ କିମ୍ବା ସନ୍ଧ୍ୟାରେ ପିନ୍ଧିବା ଉଚିତ। ନୂଆ ଚୁଡ଼ି ସର୍ବଦା ଶୁକ୍ରବାର କିମ୍ବା ରବିବାର ଦିନ ପିନ୍ଧିବା ଦ୍ୱାରା ସ୍ୱାମୀଙ୍କର ଆୟୁଷ ବଢ଼େ। ଚୁଡ଼ି ମଙ୍ଗଳବାର ଦିନ କିମ୍ବା ଶନିବାର ଦିନ କିଣିବା କିମ୍ବା ପିନ୍ଧିବା ଉଚିତ ନୁହେଁ। ଏମିତି କଲେ ସ୍ୱାମୀଙ୍କର ଆୟୁଷ କମିଯାଏ। ଚୁଡ଼ି 16 ଶୃଙ୍ଗର ମଧ୍ୟରୁ ଗୋଟିଏ ଅଟେ। ସେଥିପାଇଁ ବୁଝିବିଚାରି ସଠିକ୍ ଦିନ ଓ ସଠିକ୍ ସମୟରେ ଚୁଡ଼ି ପିନ୍ଧିବା ଉଚିତ।